ଏଇଟା ଭାଇନା ଏଇଟା ରାବଡି ନା ଓହୋ चलो कंटिन्यू जाऊँ तुम चलो चूड़ा कदम चूड़ा कदम ଆଉ କେତେ ଦିନ ହେଲା ଆପଣ ଖାଇଲେଣି? ମୁଁ ଫାଷ୍ଟ ଟାଇମ୍ ଏଇଟା ଫାଷ୍ଟ ଟାଇମ୍ ଖାଉଛ? ହଁ ଖାଇବାର ଟେଷ୍ଟ ଆପଣଙ୍କୁ କେମିତି କ'ଣ ଟେଷ୍ଟ ତ ବହୁତ ବଢ଼ିଆ ଅଛି। ମୁଁ ଆସିଥିଲି ପୁରୀ ତ ପୁରୀ ଆସିଥିଲେ? ଆଜ୍ଞା ଆଜ୍ଞା ତ ସାଇଡ଼୍ରେ ଦେଖିଲି କେଉଁ ୟୁଟ୍ୟୁବର ଆମର ସବୁ କହୁଛନ୍ତି ଆଜ୍ଞା ଚୂଡ଼ା କଦମା ଫେମସ୍ ଅଛି କ'ଣ ସେଥିଲାଗି ଟିକେ ଟେଷ୍ଟ କରିବା ପଳେଇ ଆସିଲୁ। ଫାଷ୍ଟ ଟାଇମ୍ ଆଜି ଟ୍ରାଏ କରୁଛୁ? ଆଜ୍ଞା ଆଜ୍ଞା ଖାଇବା ଟେଷ୍ଟ ହଁ ବଢ଼ିଆ ଲାଗୁଛି ବେଟା ଥ୍ୟାଙ୍କ ୟୁ ଶେଖର ପରମାଣି। କ'ଣ ଏବେ ଆପଣ ଖାଉଛନ୍ତି? ଏବେ ଚୂଡ଼ା କଦମା ଡାଲମା ଆଉ ଖାଇବାର ଟେଷ୍ଟ ଆପଣଙ୍କୁ କେମିତି କ'ଣ ଲାଗୁଛି? ବହୁତ ବଢ଼ିଆ ବହୁତ ବଢ଼ିଆ। ଆଉ କେତେ ଦିନ ହେଲା ଖାଇଲେଣି ଏଠି? 6 ମାସ ବର୍ଷ ଭିତରେ ଥରେ ଦୁଇ ଥର ଆସିକି ଖାଇଛୁ। ଖାଇବାର ଟେଷ୍ଟ ଆପଣଙ୍କୁ କେମିତି କ'ଣ ଲାଗେ? ପୁରା ହାଏ ହ୍ୟାଲୋ ନମସ୍କାର ଜୟ ଜଗନ୍ନାଥ। ଆପଣମାନେ କେମିତି ଅଛନ୍ତି? ଆଶା କରୁଛି ଆପଣମାନେ ବହୁତ ଭଲରେ ଥିବେ। ମୁଁ ବି ବହୁତ ଭଲରେ ଅଛି। ଫାଇନାଲି ମୁଁ ଏବେ ଆସି ପହଞ୍ଚିଲି ପୁରୀ ଚନ୍ଦନପୁରର ଫେମସ୍ ମା ଦକ୍ଷିଣକାରୀ ପଣ୍ଡା ଅରୁଆ ହୋଟେଲ ଆସି ପହଞ୍ଚିଗଲି। ଆଉ ଆପଣମାନେ ଏ ହୋଟେଲରେ ବହୁତ ସାରା ଆଇଟମ୍ ପାଇପାରିବେ ପୁରା ଭେଜ୍ ହୋଟେଲ। ଆଉ ସବୁଠୁ ଭଲ କଥା ହେଲା ଏ ହୋଟେଲରେ ଆପଣମାନେ ଗୋଟେ ଦେଶୀ ଆଇଟମ୍ ପାଇବେ ଚୂଡ଼ା କଦମା ମାନେ ଗୋଟେ ୟୁନିକ୍ ଖାଇବା। ଆଉ ଆପଣମାନେ ଜାଣିଥିବେ ପୁରୀରେ ସବୁଠୁ ଏଇ ଆଇଟମ୍ଟା ପୁରା ଫେମସ୍ ଚୂଡ଼ା କଦମା ଫେମସ୍ ପୁରୀରେ। ଆଜିକାଲିକା ହୋଟେଲ ମଧ୍ୟ ଦୀର୍ଘ 50-60 ବର୍ଷର ପୁରୁଣା ହୋଟେଲ। ଆଉ ପୁରୁଣା ହୋଟେଲ କିନ୍ତୁ ସେଇ ଗୋଟିଏ ଆଇଟମ୍ ଲୋକମାନେ ଖାଇ ଚାଲିଛନ୍ତି। ଚୂଡ଼ା ଭିତରକୁ ଯିବା ଭାଇନାଙ୍କ ସହିତ କିଛି କଥା ହେବା ଆଉ ଚୂଡ଼ା କଦମା ଖାଇବା ଖାଇବାର ଟେଷ୍ଟ କେମିତି କ'ଣ ହେଇଛି ମୁଁ ଆପଣମାନଙ୍କୁ ଭିଡ଼ିଓ ମାଧ୍ୟମରେ ସବୁ କିଛି କହିବି ସବୁକିଛି ଦେଖେଇବି। ଆପଣ ମୋ ଭିଡ଼ିଓଟା ପୁରା ଶେଷ ଯାଏ ନିହାତି ଦେଖନ୍ତୁ। ଚାଲନ୍ତୁ ଭିଡ଼ିଓଟାକୁ ଷ୍ଟାର୍ଟ କରିବା। फाइनाली ମୁଁ ଏବେ ଆସି ପହଞ୍ଚିଲି ଦେଖିପାରୁଥିବେ କ'ଣ ଲେଖା ହେଇଛି ମା ଦକ୍ଷିଣକାଳୀ ପଣ୍ଡା ଅରୁଆ ହୋଟେଲ। ଆଉ ଆପଣମାନେ ଏ ହୋଟେଲରେ ବହୁତ ସାରା ଆଇଟମ୍ ପାଇପାରିବେ ମିଲ୍ ବି ଆପଣମାନେ ପାଇପାରିବେ ପୁରା ଭେଜ୍ ହୋଟେଲଟା। ଭାଇନାଙ୍କ ସହିତ କିଛି କଥା ହେବା। ଦେଖିପାରୁଥିବେ ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। କେମିତି ଅଛନ୍ତି? ବହୁତ ଭଲ ଅଛି। ଆଉ ଆପଣଙ୍କ ନାଁଟା ଟିକେ କ'ଣ? ନା ଦୀପକ କୁମାର ପଣ୍ଡା ଆଜ୍ଞା ଚନ୍ଦନପୁର ପଣ୍ଡା ହୋଟେଲର ପଣ୍ଡା। ଆଉ ଆପଣଙ୍କ ହୋଟେଲ କେତେ ବର୍ଷର ହୋଟେଲ? 60 ବର୍ଷ। ଆଉ ଆପଣଙ୍କ ହୋଟେଲରେ କ'ଣ କ'ଣ ଆଇଟମ୍ ସବୁ ଆପଣ ତିଆରି କରନ୍ତି? ବଡ଼ କଥାଟା ହେଉଛି ଚନ୍ଦନପୁର ପ୍ରଥମ ପରିଚୟ ହେଲା ମାଲପୁଆ ଡାଲମା ଚୂଡ଼ା କଦମା। ଆଉ ଆପଣ ହୋଟେଲର ପରିଚୟ ଫାଷ୍ଟ ହେଲା ମାଲପା ଡାଲମା ଚୂଡ଼ା କଦମା। ଆଜ୍ଞା ତା ସହିତ ଆଉ କ'ଣ ଆଇଟମ୍ ଏଠି ହୁଏ? ମିଲ୍ ବି ହୁଏ ଟିଫିନ୍ ବି ହୁଏ ସବୁ ପ୍ରକାର ଏଠି ମିଳେ। ଆଉ ଯଦି ଗୋଟେ ଲୋକ ଚୂଡ଼ା କଦମା ଖାଇକି ଯାଉଛି ମାନେ ଆପଣଙ୍କୁ କ'ଣ ମେସେଜ ଦେଇକି ଯାଉଛି? ଚୂଡ଼ା କଦମାଟା ଦେଖନ୍ତୁ ଯେଉଁ ଗୋଟେ ମାନେ ଖାସ୍ କରିକି ଯେଉଁମାନେ ଭାଙ୍ଗ କରେ ଯେଉଁଟେ ମାନେ ଗୋଟେ ଆପଣ ଚୂଡ଼ାଟା ଯେଉଁ ଖାଉଛନ୍ତି ଇଏ ଗୋଟେ ଚୂଡ଼ା ଘଷା ଚୂଡ଼ା କଦମ୍ବା ଆଜ୍ଞା ବହୁତ ଫରକ। ଆଜ୍ଞା ଚୂଡ଼ା ଟିକେ ଖାଇଲେ ମାନେ ଯେମିତି ଗୋଟେ ଆପଣ ସବୁ ପ୍ରକାର ମାନେ ମିନିମମ୍ 5 ଘଣ୍ଟା ପର୍ଯ୍ୟନ୍ତ ଆପଣଙ୍କୁ ଗୋଟେ ଲାଗିବ ଗୋଟେ ନାଇଁ ଗୋଟେ ଇଏ ହେଲା ତ ସେଥିପାଇଁ ଖାଇଲେ ଆପଣ ବହୁତ ଭଲ ଲାଗିବ ଆପଣଙ୍କୁ। ତାଦେହରେ କୁହନ୍ତି ସବୁ ପ୍ରକାର ବି ପଡ଼ୁଛି ଖାସ୍ କରି ପୁରୀରୁ ସେବାୟତ ଲୋକ ବି ଆସୁଛନ୍ତି ଏଠି ସେବାୟତ ଲୋକ ବି ଆସୁଛନ୍ତି ଏଠି ଆଉ ମାନେ ତ ଫାଷ୍ଟଫୁଡ୍ ଖାଉଛନ୍ତି। ହଁ ହଁ ଫାଷ୍ଟଫୁଡ୍ର ୟାର ଏଇଟା ଏଇ ଗୋଟେ ହେଉଛି ଆଜ୍ଞା ଯେମିତି ଆମର ଗୋଟେ ଆମର କ'ଣ ତେଲ ଛଣା ଜିନିଷଟି ଏଇ ଜିନିଷଟି ବହୁତ ବେଟର ଏଇଟା। ଆଜ୍ଞା ତା ଦେହରେ ସବୁ ପ୍ରକାର ବି ଜିନିଷ ରହିଲା ରହିଲା ସର ରହିଲା ଛେନା ରହିଲା ଚୂଡ଼ା ରହିଲା ଖାସ୍ କରି ଦୁଇଟା ମିକ୍ସଚର ହେଲେ ବହୁତ ଚୂଡ଼ାଟା ସବୁ ପ୍ରକାର ଜିନିଷ ପୁଷ୍ଟିକର ଖାଦ୍ୟ ବାସ୍ ବାସ୍ ଏ ଜିନିଷରେ ଚିକଣ ଜିନିଷ ରହିଲା ସବୁ ସବୁ ମାନେ ପ୍ରାୟ ପିଲା ଜାଣିନଥିବେ ଚୂଡ଼ା କଦମା କ'ଣ। ହଁ ଆଜିକାଲିକା ପିଲା ପ୍ରାୟ ଜାଣିନଥିବେ ଚୂଡ଼ା କଦମା କ'ଣ। ଆଜ୍ଞା ଆଉ ଯେତିକି ଆଇଟମ୍ ମାନେ ଏଠି ମାନେ ତିଆରି କରୁଛନ୍ତି ସବୁ ଆଇଟମ୍ ଟିକେ ପ୍ରାଇସ୍ ଟିକେ କୁହନ୍ତୁ। ସବୁ ଚୂଡ଼ା କଦମାର ପ୍ରାଇସ୍ ତ 80 ଟଙ୍କା ରହୁଛି ଆଉ ମିଲ୍ସ ତ ରହୁଛି 60 ଟଙ୍କା ରହୁଛି ଆଉ କ'ଣ ମିଲ୍ ବିକୁଛନ୍ତି? ହଁ ମିଲ୍ର ପ୍ରାଇସ୍ କେତେ କ'ଣ ଆସୁଛି? 60 ଟଙ୍କା 60 ଟଙ୍କା ମିଲ୍ର ପ୍ରାଇସ୍ ଏଇଟା ଫେମସ୍ ଚନ୍ଦନପୁର ଏଇଟା ଚନ୍ଦନପୁର ସବୁବେଳେ ଥାଏ ମହାପ୍ରଭୁ ମଧ୍ୟରେ ସବୁବେଳେ ଆଜ୍ଞା ବହୁତ ପୁରାତନ ହୋଟେଲ ଆଜ୍ଞା 55 ବର୍ଷ ଜେଜେବାପାଙ୍କ ମୂଳରୁ
ତାପରେ ନନା ତାପରେ ଆସିଲାବେଳେ ପିଢ଼ି ପ୍ରତି ପିଢ଼ି ମାନେ ହୋଟେଲ ମାନେ କେତେ 50-55 ବର୍ଷ ମାନେ ପିଢ଼ି ଉପରେ ପିଢ଼ି ଚାଲିଛି ହୋଟେଲ ଏବେ ବି ଅଛନ୍ତି। ହୋଟେଲ ଅଛି ଆଜ୍ଞା ରାସ୍ତା ଦେଖୁନାହାନ୍ତି କେତେ ଖାଲ ହେଇଗଲାଣି ପୁରା ଫୁଟିଗଲାଣି ଭାବୁଛ କେତେ ରାସ୍ତା ହେଇଗଲାଣି ସେତିକି ନ ହେଇଥିଲା ରାସ୍ତା ତ ଗାଡ଼ି ତଳକୁ ପାର୍କିଂ ନାହିଁ ଜାଗା ନାହିଁ ଆଜ୍ଞା ଲୋକ ସେଠି ତ ଏଠିକି ଚାଲି ଚାଲି ଯାଉଛନ୍ତି କ'ଣ କିଛିଟା ତ ତାପରେ ଯୁଗ ବି ସବୁ ଦରଦାର ରେଟ୍ ବଢ଼ିଲାଣି ସବୁ ବି ବଢ଼ିଲାଣି ତ ସେ ଅନୁସାରେ ଦେଖିଲେ ଆଗ ଭଳିଆ ଲୋକ କହୁଥିଲେ ଆମକୁ ଗୋଟେ ଭଲ ଲାଗୁଥିଲା ସେଇଟା ଜିନିଷର କ୍ୱାଲିଟି ଆଉ ମାନେ ଜିନିଷର ବି ଆସୁନି ଆମ ଭାଇ ମସଲାରେ ଗୋଟେ ଜିନିଷ ଯେଉଁ ପରେ ସବୁ ରେଟ୍ ଦରଦାର ହେଲାଣି ତ ତାକୁ ମାପ ଦେଖିକି ବାଲାନ୍ସମେଣ୍ଟ କରିକି ସେ ଚାଲିଛି ମହାପ୍ରଭୁଙ୍କ ଦ୍ୱାରା ଯେତିକି ଚାଲିଛି ମହାପ୍ରଭୁଙ୍କ ଦ୍ୱାରା ଆଉ ଆପଣଙ୍କ ହୋଟେଲ ମାନେ କୋଉ ବାର ଖୋଲା ଅଛି କୋଉ ବାର ସବୁବେଳେ ଖୋଲା ସବୁ ବାର ଖୋଲା ଅଛି ଆଉ ଆପଣଙ୍କ ହୋଟେଲର ଆଡ୍ରେସଟା ଟିକେ କୁହନ୍ତୁ। ଚନ୍ଦନପୁର ବଡ଼ ବଜାର ଚନ୍ଦନପୁର ବଡ଼ ବଜାର ପଣ୍ଡା ହୋଟେଲ କହିଲେ ସବୁ ଠିକ୍ ମାନେ ପଣ୍ଡା ହୋଟେଲ କହିଲେ ସମସ୍ତେ ଜାଣନ୍ତି। ହଁ ହଁ ଫାଷ୍ଟ ଆମେ ହେଲା ମିଠାଠୁ ଆରମ୍ଭ କରିବା ଆପଣମାନେ ହୋଟେଲକୁ ଆଉଛନ୍ତି ମିଠା ଆଇଟମ୍ ବି ବହୁତ ସାରା ପାଇପାରିବେ ଛେନା ପାଇପାରିବେ ଏଇଟା ଭାଇନା କ'ଣ ମିଠା ଆଇଟମ୍ ଟିକେ ଦେଖେଇଦେବେ ମିଠା ଆଇଟମ୍ ସବୁ ଟିକେ ଦେଖେଇଦେବେ। ଏଇଟା ହେଲା ମାଲପୁଆ এটা মালপা এটা মালপুয়া আজ্ঞা এটা ଛେନା ତାଳିଆ ଛେନା ଛେନା ତାଳିଆ ଛେନା ତାଳିଆ এটা রসগোল্লা আর রসগোল্লা রসগোল্লা আজ্ঞা এইটা ବି ସେ রসগোল্লা এটা রসগোল্লা এটা ଛେନା পোড় এটা ଛେনা পোড় এটা ଛେনা পোড় এটা ଛେନା এটা ଛେনা না এটা কঞ্চা ଛେনা গাই গাই ଛେনা এটা চূড়া কষা এইটা চূড়া কষা চূড়া কষা যে চূড়া কথা মারছেন সেইটা এটাতে কোন আইটম মানে চূড়া চিনি রস চূড়া লবঙ্গ ଅଳେଇଚ ଗୋଲମରିଚ ଆଜ୍ଞା ଗୁଆ ଘିଅ ପଡି ହଁ ସବୁ ପଡ଼ିକି ମିକ୍ସ ଏଇଟା ଆଜ୍ଞା ତାପରେ ଏଇଟା ରାବଡ଼ି ଆଜ୍ଞା ଛେନା ରାବଡ଼ି ଚୂଡ଼ା ଆଶା ମିକ୍ସ ହେଇକିରି ତା ବାଡ଼ିଆ ଡାଲମା ସହିତ ଖାଇବି ମାନେ ତା ଟେଷ୍ଟ ଗୋଟେ ହଁ ହଁ ତା ଟେଷ୍ଟ ଯିଏ ଖାଇଛି ସେ ଜାଣି ହଁ ଯିଏ ଖାଇଛି ସେ ଜାଣି ମାନେ ଚୂଡ଼ା କଦମା ମାନେ ଖାଇବା ଦ୍ୱାରା କ'ଣ ଲାଭ କ'ଣ ମିଳେ ଲାଭ କେମିତି ଶକ୍ତି ଆସିବ ଆଜିକାଲି ପିଲା ଜାଣିନଥିବେ ନା ଆଜିକାଲି ପିଲା ଆଜିକାଲି ଚାଉମିନ ଗୁପଚୁପ ଖାଉଛନ୍ତି ଆଉ ଜାଣିବେ କ'ଣ ୟାର ଖାଇବା ଯେ ମଜା ଜାଣିଛି ମଜା ଯିଏ ଜାଣିଛି ସେ ଜାଣିଛି ଆଉ ଖାଇବା ଦ୍ୱାରା ମାନେ ପୁଷ୍ଟିକାର ଖାଦ୍ୟ ହଁ ଇଏ ଭାଙ୍ଗୁକୁ ଭୋଜନ ଇଏ ଆଉ ଇଏ ଭାଙ୍ଗୁକୁ ଭୋଜନ ମାନେ ପୁରୀର ଏଇ ଆଇଟମଟା ହେଇଗଲେ ଭାଙ୍ଗୁକୁ ଭୋଜନ। ଆପଣ କେତେ ବର୍ଷ ହେଲା କାମ କଲେ? 45 ବର୍ଷ। ଆପଣ ଏଇଠି 45 ଏଇ ହୋଟେଲ ହଁ ମାନେ ଏ ହୋଟେଲଟା କେତେ ବର୍ଷର ହୋଟେଲ? ଏଇ 70 ବର୍ଷର ହୋଟେଲ ମାନେ 70 ବର୍ଷର ହୋଟେଲ ଇଏ 70 ବର୍ଷର ପୁରୁଣା ହୋଟେଲ ହଁ 45 ବର୍ଷ ହେଲା ମୁଁ କାମ କରେ 70 ବର୍ଷ ହେଲା ସେ ଚାଲିଛି ଚୂଡ଼ା କଦମ ହଁ 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 70 ବର୍ଷ ହେଲା ଚାଲିଛି ନା ଏଇଟା ଭାଇନା ବାଡ଼ିଆଟା ହବ ପନିପରିବା ସବୁ ପକେଇଦେବେ ସବୁ ପକେଇକି ବାଇଗଣ ପଡୁଛି ସବୁ ପ୍ରକାର ପନିପରିବା ପକେଇଛନ୍ତି। ଓହୋ ଉପରୁ ଡାଲି ବାଟି ଡାଲମା ଦେଖିଲା ପରେ ନା ପାଟିରୁ ପାଣି ଆସିଗଲାଣି ଡାଲମାର ଗୋଟେ ଛୁଙ୍କ ସେଇଟା ଗୋଟେ ଅଲଗା ପ୍ରକାର ତାଙ୍କ ବାସ୍ନାଟା ଭାଇନା ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। କେମିତି ଅଛନ୍ତି? ଭଲ ଅଛି। ଆଉ ଆପଣଙ୍କ ନାଁଟା ଟିକେ କୁହନ୍ତୁ। ମୋ ନାଁ ଅଭିମନ୍ୟୁ। ଡାଲମା ଆଉ ମାନେ ଆପଣଙ୍କର କୋଉ ଆଇଟମଟା ବେଶୀ ମାନେ ଲୋକଙ୍କର ଡିମାଣ୍ଡ? ଏଇଟା ଚନ୍ଦନପୁରରେ ଆମର ଚୂଡ଼ା କଦମା ଡାଲମା ବାଡ଼ିଆ ଡାଲମା ଚୂଡ଼ା କଦମା ମାନେ ଚନ୍ଦନପୁରରେ ଚୂଡ଼ା କଦମା ଡାଲମା ମାନେ ଫେମସ୍। ଡାଲମାରେ ଆପଣ କ'ଣ କ'ଣ ଆଇଟମ୍ ସବୁ ପନିପରିବା ସବୁ ପକାଉଛନ୍ତି? ଏ ପୋଟଳ କାଙ୍କଣ ଆଉ ଏଇଟା ଆମର ଦେଶୀ ଆଳୁ ପନ୍ତଳ କଦଳୀ ମାନେ ଦେଶୀ ଆଳୁ ଆଉ କ'ଣ ପତଳ କଦଳୀ ହଁ କଞ୍ଚା କଦଳୀ ଆଉ ପୋଟଳ କାଙ୍କଣ ସବୁ ପ୍ରକାର ପନିପରିବା ଆଉ କ'ଣ ସିଙ୍ଗଡ଼ା ମାନେ ବହୁତ ସାରା ଆଇଟମ୍ ହୁଏ ନା ମିଠା ଆଇଟମ୍ ହୁଏ ମିଠା ଆଇଟମ୍ ସବୁ ନା କ'ଣ କ'ଣ ମିଠା କରନ୍ତି ଟିକେ କହିବେ? ପୋଡ଼ ଆଜ୍ଞା ରସଗୋଲା ଝିଲି କାଡ଼ିଆ ଛେନା ଆଜା ଆଉ ଏତିକି ମିଠା ଆଇଟମ୍ ହୁଏ ଆଉ ହୋଟେଲ ମିଲ୍ ସିଷ୍ଟମ୍ ବି ହୁଏ ମିଲ୍ ସିଷ୍ଟମ୍ ହୁଏ ସବୁ ମିଲ୍ ସିଷ୍ଟମ୍ ଆପଣ କ'ଣ କରନ୍ତି? ପ୍ରଥମେ ଶାଗ ବେସର ଡାଲମା ଆଜ୍ଞା ଘିଅ ଅନ୍ନ ସାଧାରଣ ମାନେ ଘିଅ ଅନ୍ନ ନା ଘିଅ ଅନ୍ନ ସାଧାରଣ ଭେଜ୍ ହୋଟେଲଟା ଘିଅ ଅନ୍ନ ସାଧାରଣ ଟୋଟାଲ ଭେଜ୍ ନା ମିକ୍ସ ଭେଜ୍ ପନିର ତାର ପ୍ରାଇସ୍ କେତେ କ'ଣ ହେଉଛି? ତାର 100 ଟଙ୍କା ଆସେ ଆଉ ମାନେ ଭେଜ୍ର 100 ଟଙ୍କା।
मौसा हाँ? ମାନେ ଚୁଡ଼ା କଦମା ଖାଇବା ଦ୍ୱାରା କ'ଣ ଲାଭ କ'ଣ ଲାଭଦାୟକ? ଶରୀରକୁ ଠିକ୍ ରହିଲା ଇଏ ରାକ୍ଷସ ଭୋଜନ ଇଏ ଅନ୍ୟ ପ୍ରକାର ଚାଇମିନ ଅଣ୍ଡା ପକୋଡ଼ା ଏ ସମ୍ପର୍କିତ ଆଜ୍ଞା। ଭଲ ନୁହଁ ଆଜ୍ଞା ବହୁତ ଅନୁଗ୍ରହ ବହୁତ ଖରାପ ଆଜ୍ଞା। ଦୋଷ ଯୋଉଠି ସେ ଜିନିଷ ଖାଇକି ମଠ ମନ୍ଦିରରେ ଯିବେ ସେ ପୁଣ୍ୟ ଲାୟକ ନୁହଁ ପୁଣ୍ୟ ଲାୟକ ନୁହଁ ସେ ଆଜ୍ଞା। ମଠ ମନ୍ଦିରରେ ଖାଇକି ସେ ଆଇଁଷ ଜିନିଷ ଯିବ ଇଏ ଗୋଟେ ଚୁଡ଼ା କଦମା ଡାଲମା ଯୋଉଠି ଖାଇବେ ପବିତ୍ର ରହିବେ ଆଜିକାଲିଆ ଲୋକ ମାନେ ଭଲ ଜିନିଷକୁ ଲୋକ ପଚାରୁନାହାନ୍ତି ମାନେ ଏ ଜିନିଷ ଲୋକ ମାନେ ଲୋକ କମ ଜାଣିଛନ୍ତି ଚୁଡ଼ା କଦମା। ଆଜିକାଲି ତ ଯେମିତି ମରଣ କାଳେ ବିପରୀତ ବୁଦ୍ଧି ଆଜ୍ଞା ଯାହାକୁ ସଲା ସୁଧା ଭଲ ହବ ସେ ଖାଇଦବ ଉଦନ୍ତରା ଖାଇଦବ ଆଜ୍ଞା। ଦେଖିଲାକୁ ସକାଳ ସେ କଣ କିରେ ଏ ହାର୍ଟଟା ଅଧିକା କରିଦେଲା ତ ଗଲା ବାବୁ ଆଉ ସେଇଥିରେ ସଫା ଆଉ ସେଥିପାଇଁ ଟିକେ ଚାକି ଦେବି ଏବେ ଖାଇକି ଆପଣ ବି ଏବେ ଫିଟ୍ ଅଛନ୍ତି ପୁରା। ହଁ ମୁଁ ନିଶ୍ଚୟ ବାବାକେ ଧୂମ୍ରପାନ ଖାଇକି ଟିକେ ଚୁଡ଼ା କରିବ କେତେ ଖାଇବ ଆଜ୍ଞା ଛେନାର କେତେ ମୂଲ୍ୟ ଚୁଡ଼ା କରିବ କେତେ ମୂଲ୍ୟ ସଦାବେଳେ ତାର ଖାଇବ ମୂଲ୍ୟ ଯେ ଜାଣିଛି ଜାଣିଛି ହଁ ତାର ମୂଲ୍ୟ ଯେ ଜାଣିଛି ଯେ ଖାଇବ ସେ ଅନୁଗ୍ରହ ପସ୍ତେଇବ ପସ୍ତେଇବ। जो खाया पछताया जो नहीं खाया पछताया ये जिनस साधारण देवतुल्य ପ୍ରୋଟିନ୍ ଜିନିଷଟା हाँ ଏଇଟା ଭାଇନା କ'ଣ ରାବିଡ୍ ଏଇଟା ରାବିଡ୍ ଏଇଟା ସେଇଟା ମାଲପା ମାଲପାଟା ଓହୋ ମାଲପା ଦେଖିଲା ପରେ ନା ପାଟିରୁ ପାଣି ଆସିବ। ଆଉ ତମର ଛେନା ପଇଲା ଆଜ୍ଞା ଚୁଡ଼ା ଆଶା ପଇଲା ଏଇଟା କ'ଣଟା ଏରା ବୁନ୍ଦିଆ ଲଡୁ ବୁନ୍ଦିଆ ଲଡୁ ଏଇଟା ଏରା ରାବଡି ରାବିଡ୍ ନା ଓହୋ ଚାଲ କେଟି ଫେରି ଯାଉଛି ତମେ ଚାଲ ନାଁଟା ଟିକେ କୁହନ୍ତୁ ସୁଟିର କ'ଣ ଏବେ ଆପଣ ଖାଉଛନ୍ତି? ଚୁଡ଼ା କଦମ ଆପଣ ବି ଚୁଡ଼ା କଦମା ଖାଉଛନ୍ତି ଆଉ କେତେ ଦିନ ହେଲା ଖାଇଲେଣି? ଆଜି ଫାଷ୍ଟ ଫାଷ୍ଟ ଟାଇମ୍ ଆଉ ମାନେ ଖାଇବାର ଟେଷ୍ଟ ଆପଣଙ୍କୁ କେମିତି କ'ଣ ଭଲ ଲାଗେ? ଅଛି ଏକ ନମ୍ବର ଖାଇବା ଟେଷ୍ଟ ବହୁତ ବଢ଼ିଆ ଅଛି ଏକ ନମ୍ବର ପ୍ରଥମ ଥର ପାଇଁ ଆଇଛନ୍ତି ଆଜ୍ଞା। ଫାଷ୍ଟ ଟ୍ରାଏ କଲେ କିନ୍ତୁ ଭଲ ଲାଗୁଛି। ଭାଇ ଆପଣ ନାଁଟା ଟିକେ କୁହନ୍ତୁ ବନ୍ତି ଭୂଇଁଆ ଆଉ କ'ଣ ଏବେ ଆପଣ ଖାଉଛନ୍ତି? ଚୁଡ଼ା କଦମ୍ବା ଚୁଡ଼ା କଦମା ଆଜ୍ଞା। ଆଉ କେତେ ଦିନ ହେଲା ଆପଣ ଖାଇଲେଣି? ମୁଁ ଫାଷ୍ଟ ଟାଇମ୍ ଏଇଟା ଫାଷ୍ଟ ଟାଇମ୍ ଖାଉଛନ୍ତି ହଁ। ଖାଇବାର ଟେଷ୍ଟ ଆପଣଙ୍କୁ କେମିତି କ'ଣ ଟେଷ୍ଟ ଲାଗେ? ବହୁତ ବଢ଼ିଆ ଅଛି ମୁଁ ଆସିଥିଲି ପୁରୀ ତ ପୁରୀ ଆସିଥିଲେ? ଆଜ୍ଞା ଆଜ୍ଞା ତ ସାଇଡ଼୍ରେ ଦେଖିଲି କେଉଁ ୟୁଟ୍ୟୁବର ଆମର ସବୁ କହୁଛନ୍ତି ଆଜ୍ଞା ଚୁଡ଼ା କଦମ୍ବା ଫେମସ୍ ଅଛି କ'ଣ ସେଥିଲାଗି ଟିକେ ଟେଷ୍ଟ କରିବା ପଳେଇ ଆସିଲୁ ସେଥିପାଇଁ ଫାଷ୍ଟ ଟାଇମ୍ ଆଜି ଟ୍ରାଏ କରୁଛନ୍ତି ଆଜ୍ଞା ଆଜ୍ଞା ଖାଇବା ଟେଷ୍ଟ ହଁ ବଢ଼ିଆ ଲାଗୁଛି ବେଟା ବିନା ସନ୍ଦେଶ ଆଉ ଏବେ ଆପଣ କ'ଣ ଖାଉଛନ୍ତି? ମୁଁ ଖାଉଛି ଚୁଡ଼ା ଛେନା ଡାଲମା ଚୁଡ଼ା ଛେନା ଡାଲମା ଆଉ କେତେ ଦିନ ହେଲା ଆପଣ ଖାଇଲେଣି? ଆମ ଘର ଏଇଠି ଆମେ ରେଗୁଲାର ଖାଇ ଆସୁଛୁ ଆମେ ଟେଷ୍ଟ ଜାଣିଛୁ ବହୁତ ବଢ଼ିଆ ଲାଗୁଛି ମାନେ ମାନେ ଆପଣ ଯେତେବେଳେ ଆସନ୍ତି କେଉଁ ଆଇଟମ୍ଟା ବେଶୀ ଖାଆନ୍ତି? ମୁଁ ପ୍ରଥମେ ଆସିଲେ ଯଦି ବିନା ତେଲରେ ଖାଇବା ପାଇଁ ମୋର ଇଚ୍ଛା ଆଉ ଘରକୁ ନେବାର ଇଚ୍ଛା ତାହେଲେ ଚୁଡ଼ା କଦମା ଡାଲମା ଚୁଡ଼ା କଦମା ଟେଷ୍ଟ କେମିତି କ'ଣ ଲାଗେ? ଏଇଟା ତ ଆପଣ ଓଡ଼ିଆ ଖାଦ୍ୟରେ ଏଇଟା ଗୋଟେ ନମ୍ବର କିଛି ନମ୍ବରରେ ରହିବ ବଢ଼ିଆ ନମ୍ବରରେ ରହିବ ବଢ଼ିଆ ଖାଦ୍ୟ କିଛି ଖରାପ ନାହିଁ ମେନ୍ ଛେନା ରହୁଛି ଚୁଡ଼ା ରହୁଛି ସେଥିରେ ଖରାପ ଜିନିଷ କିଛି ନାହିଁ ତେଲ କିଛି ନାହିଁ ଆଜ୍ଞା ନଡ଼ିଆ କମ୍ପୋଜିସନ୍ ଆଜ୍ଞା ବଢ଼ିଆ ବହୁତ ବଢ଼ିଆ ବହୁତ ବଢ଼ିଆ ଶେଖର ପରମାଣି ଆଉ କ'ଣ ଏବେ ଆପଣ ଖାଉଛନ୍ତି? ଏବେ ଚୁଡ଼ା କଦମ୍ବା ଡାଲମା ଆଉ ଖାଇବାର ଟେଷ୍ଟ ଆପଣଙ୍କୁ କେମିତି କ'ଣ ଲାଗେ? ବହୁତ ବଢ଼ିଆ ବହୁତ ବଢ଼ିଆ ଆଉ କେତେ ଦିନ ହେଲା ଖାଇଲେଣି ଏଠି? 6 ମାସ ବର୍ଷ ଭିତରେ ଥରେ ଦୁଇ ଥର ଆସିକି ଖାଇଛୁ ଖାଇବାର ଟେଷ୍ଟ ଆପଣଙ୍କୁ କେମିତି କ'ଣ ଲାଗେ? ପୁରା ସେମିତି କ୍ୱାଲିଟି ବହୁତ ଆଉ ବଢ଼ିଆ ଭାଇନାଙ୍କର କେଉଁ ଆଇଟମ୍ଟା ଆପଣଙ୍କୁ ବେଶୀ ଭଲ ଲାଗେ ଖାଇବା? ଡାଲମା ଡାଲମା ଆଉ ଯଦି ଫାଷ୍ଟ ଆସିଗଲା କଦଳୀ ପତ୍ର କଦଳୀ ପତ୍ର ଆସିଲା ଆପଣ ଜାଣିଥିବେ କଦଳୀ ପତ୍ର ଖାଇବା ଟେଷ୍ଟ କେହି ବି ଦେଇପାରିବେ ହେଲା ଚୁଡ଼ା କଦମା ଡାଲମା କମ୍ ଦେବେ ହେଲା ଚୁଡ଼ା କଦମା ଓ ସରି ଆଇଟମ୍ ଦେଖିଲା ପରେ ନା ପାଟିରୁ ପାଣି ଆସିଯାଉଛି ଆଉ ଆପଣମାନେ ଜାଣିଥିବେ ଯେକୌଣସି ଆଇଟମ୍ ଆପଣମାନେ ଯଦି କଦଳୀ ପତ୍ରରେ ଖାଇବେ ନା ତା ଟେଷ୍ଟଟା ଦ୍ୱିଗୁଣ ହେଇଯାଏ।
ଫାଇନାଲି ମୋର ତାର ମା ଦକ୍ଷିଣ କାଳୀ ପଣ୍ଡା ଭାଇନାଙ୍କ ଅରୁଆ ହୋଟେଲ ଖାଇବା ଆସିଗଲା। ଦେଖିପାରୁଥିବେ ଏ ହେଲା ଚୁଡ଼ା କଦମା ଆଉ ଡାଲମା। ମାନେ ମୋ ଲାଇଫ୍ରେ ପ୍ରଥମ ଥର ପାଇଁ ମୁଁ ଆଜି ଚୁଡ଼ା କଦମା ଟ୍ରାଏ ମାନେ କରିବି। ଆଉ ଦେଖିପାରୁଥିବେ ଚୁଡ଼ା କଦମାର ଚୁଡ଼ା ପଡ଼ିଛି, ଆଉ ଛେନା ମଧ୍ୟ ପଡ଼ିଛି, ଆଉ ରାବିଡ଼ି ପଡ଼ିଛି, ଆଉ ଲଡ଼ୁ ପଡ଼ିଛି। ମାନେ ଚୁଡ଼ା କଦମାରେ ଏତିକି ଆଇଟମ୍ ପଡ଼ିଛି। ଆଉ ଡାଲମାରେ ଦେଖିପାରୁଥିବେ ପୁରା ଗୋଟା ଗୋଟା ଡାଲି ଦେଖାଯାଉଛି। ଦେଖିପାରୁଥିବେ ଡାଲି ଦେଖାଯାଉଛି, ଟମାଟୋ ଦେଖାଯାଉଛି, ଆଉ ବଡ଼ି ଦେଖାଯାଉଛି, ଝୁଡ଼ଙ୍ଗ ଦେଖାଯାଉଛି, ଭୁସୁଙ୍ଗା ପତ୍ର ଦେଖାଯାଉଛି, ମାନେ ଆଳୁ ଦେଖାଯାଉଛି, ଆଳୁ ବି ଦେଖାଯାଉଛି। ମାନେ ସତରେ ପୁରା ଦେଶୀ ଆଇଟମ୍ ପଡ଼ୁଛି। ଆକୁ ହିଁ କୁହାଯାଏ ବାଡ଼ିଆ ଡାଲମା। ଆପଣ ଦେଖିପାରୁଥିବେ ଆପଣ ଗୋଟେ ଜାଗାରେ ଡାଲମା ଖାଉଥିବେ ଏମିତି ପକେଇବେ ଖସି ପଡ଼ିବ, କିନ୍ତୁ ଡାଲମା ଖସୁନି, ଏତେ ବହଳିଆ ଅଛି। ମାନେ ମୋ ଲାଇଫ୍ରେ ମୁଁ କେବେ ଚୁଡ଼ା କଦମା ମାନେ ଟ୍ରାଏ କରିକି ଆଜି ଟ୍ରାଏ କରିବି। ଆଉ ଖାଇବାର ଟେଷ୍ଟ ଆପଣଙ୍କୁ ମୁଁ କହିବି ଖାଇବାର ଟେଷ୍ଟ କେମିତି କ'ଣ ହେବ। ଫାର୍ଷ୍ଟ ଆମେ ଟ୍ରାଏ କରିବା ଚୁଡ଼ା କଦମା। ଇଏ ହେଲା ଆମର ଫାର୍ଷ୍ଟ ବାଇଟ୍। ଭାଇ ତାର ଟେଷ୍ଟ କ'ଣ କହିବି, ସତରେ ପୁରା ଅମୃତ ଭଳିଆ ଲାଗୁଛି, ପୁରା ଅମୃତ। ଚୁଡ଼ା ପଡ଼ିଛି, ଆଉ ଛେନା ପଡ଼ିଛି, ରାବିଡ଼ି ପଡ଼ିଛି, ଲଡ଼ୁ ପଡ଼ିଛି, ଆଉ ଟେଷ୍ଟ କ'ଣ କହିବି, ମାନେ ମୋ କହିବା ପାଇଁ ଆଉ କିଛି ନାହିଁ। ପୁରା ବବାଲ ହେଇଛି। ଟ୍ରାଏ କରିବା ଡାଲମା, ବାଡ଼ିଆ ଡାଲମା। ଆପଣ ଡାଲମାରେ ବହୁତ ସାରା ପନିପରିବା ପାଇବେ, କଖାରୁ ପାଇବେ, ଆଳୁ ପାଇବେ, ବାଇଗଣ ପାଇବେ, ଡାଲି ପାଇବେ, ଆଉ ହେଲା ଆମର ଟମାଟୋ ପାଇବେ, ଭୁସୁଙ୍ଗା ପତ୍ର ପାଇବେ, ଗୋଟା ଲଙ୍କା ପାଇବେ। ତାପରେ ଡାଲମା ଟ୍ରାଏ କରିବା। ଆକୁ ହିଁ କୁହାଯାଏ ଡାଲମା, ଆକୁ ହିଁ କୁହାଯାଏ ବାଡ଼ିଆ ଡାଲମା। ମାନେ ମୁଁ ତ ଭିଡ଼ିଓରେ ବହୁତ ସାରା ଦେଖିଛି ଚୁଡ଼ା କଦମା କ'ଣ? ଚୁଡ଼ା କଦମା କ'ଣ ଏମିତି ଭଲ ଟେଷ୍ଟ ଲାଗେ? ମୁଁ ନିଜେ ଆସିକି ଟ୍ରାଏ କଲି, ସତରେ ଚୁଡ଼ା କଦମା ଟେଷ୍ଟ ପୁରା ବୋବାଲ ହେଇଛି। ଏମିତି ଗୋଟେ ଆଇଟମ୍ ବହୁତ ପୁଷ୍ଟିର ଖାଇବାଟା, ମାନେ ପ୍ରୋଟିନ୍ ଖାଦ୍ୟ। ଛେନା ପଡ଼ୁଛି, ଚୁଡ଼ା ପଡ଼ୁଛି, ଆଉ ରାବିଡ଼ି ପଡ଼ୁଛି, ପୁରା ପ୍ରୋଟିନ୍ ଖାଇବା। ଆପଣ ଯଦି ପୁରୀ ଆସୁଛନ୍ତି ନା, ନିହାତି ଥରେ ସମ୍ବଲପୁର ଆସି ଥରେ ଚୁଡ଼ା କଦମା ଟ୍ରାଏ କରନ୍ତୁ। ଥରେ ଟେଷ୍ଟ କରିବେ ନା, ସବୁଦିନ ଏଇ ଜାଗାକୁ ଖାଇବାକୁ ଆସିବେ। ଡାଲମାରେ ବି ମୂଳା ପଡ଼ୁଛି, ମାନେ ସବୁ ପ୍ରକାର ପନିପରିବା ପାଇବେ। ଡାଲମା ଆକୁ ହିଁ କୁହାଯାଏ ଡାଲମା, ସବୁ ପ୍ରକାର ପନିପରିବାକୁ ନେଇକି ଡାଲମା କୁହାଯାଏ। ଡାଲମାଟା ଭଲ ଝୁଙ୍କ ଦିଆହେଇଛି, ବହୁତ ବଢ଼ିଆ ଝୁଙ୍କ ଦିଆହେଇଛି, ଟେଷ୍ଟଟା ମୋତେ ବହୁତ ବଢ଼ିଆ ଲାଗୁଛି। ଆପଣ ଯେକୌଣସି ଆଇଟମ୍ କଦଳୀ ପତ୍ରରେ ଖାଇବେ ନା, ସତରେ ଟେଷ୍ଟଟା ଦ୍ୱିଗୁଣା ବଢ଼ିଯାଏ। ଆଉ କଦଳୀ ପତ୍ରରେ ଖାଇବା ଦ୍ୱାରା ନିଜ ଶରୀର ଉପରେ ବହୁତ ଭଲ। ଆଉ ଯଦି ମାର୍କ ହିସାବରେ କୁହାଯିବ ନା, ଚୁଡ଼ା କଦମା ଆଉ ଡାଲମା ପାଇଁ 10ରୁ 10। ତାପରେ ଆଉ ଗୋଟେ ମାର୍କ ବି କମିବ। ଟେଷ୍ଟ ବହୁତ ବଢ଼ିଆ ହେଇଛି। ଦେଖିପାରୁଥିବେ ପତର ପୁରା ଖାଲି ଖାଇବା ଟେଷ୍ଟ ଏତେ ଭଲ ହେଇଥିଲା ଯେ ମୁଁ ପତର ପୁରା ଖାଲି କରିଦେବି। କହିବାକୁ ଚାହୁଁଛି ଖାଇବା ଭଲ ହଉ କି ଖରାପ ହଉ, ଖାଇବା କହୁଥିବେ ନଷ୍ଟ କରନ୍ତୁନି। ସରିଗଲା ଆପଣମାନେ ନେକ୍ସଟ ଟାଇମ୍ ଆଣିକି ଖାଇପାରିବେ, ଆଣିକି କୌଣସି ପ୍ରକାର ନଷ୍ଟ କରନ୍ତୁନି।
ମୁଁ ଆପଣମାନଙ୍କୁ ସବୁ ଭିଡ଼ିଓରେ କହୁଛି, ସବୁ ଭିଡ଼ିଓରେ ବି ଆପଣମାନଙ୍କୁ ବି କହୁଥିଲି ଖାଇବା କହୁଛି ବି ନଷ୍ଟ କରନ୍ତୁନି। ଏଇଟା ମୋ ତରଫରୁ ଏଇଟା ଆପଣମାନଙ୍କୁ ମୁଁ ଅନୁରୋଧ କରୁଛି। ଖାଲି ମୋର ବର୍ତ୍ତମାନ ପଣ୍ଡା ଭାଇନାଙ୍କ ହୋଟେଲରେ ଖାଇବା ହେଇଛି କମ୍ପ୍ଲିଟ୍। ମୁଁ ଅର୍ଡ଼ର କରିଥିଲି ଚୁଡ଼ା କଦମ୍ବା ସହିତ ବାଡ଼ିଆ ଡାଲମା। ଆଉ ଖାଇବାର ଟେଷ୍ଟ ମୋତେ ବହୁତ ବଢ଼ିଆ ହେଇଥିଲା। ଆଉ ସତରେ ଯେଉଁ ଏଇ ଯେଉଁ ଚୁଡ଼ା କଦମ୍ବାରେ ଯେଉଁ ଯେତିକି ଆଇଟମ୍ ପଡ଼ିଥିଲା ନା, ଆପଣମାନେ ଶୁଣିଲେ ଆପଣ ପାଟିରୁ ପାଣି ଆସିଯିବ। ଚୁଡ଼ା ପକେଇଥିଲେ, ଆଉ ହେଲା ଛେନା ପକେଇଥିଲେ, ରାବିଡ଼ି ପକେଇଥିଲେ, ଆଉ ଲଡ଼ୁ ମଧ୍ୟ ପକେଇଥିଲେ, ଆଉ ମିକ୍ସ କରିକି ସେ ଗୋଟିଏ କରନ୍ତି। ଆଉ ସେଟା ଆଉ ଡାଲମା, ଓ ମାନେ ଗୋଟେ ବାଡ଼ିଆ ଡାଲମା, ଗୋଟେ ଜବରଦସ୍ତ ଡାଲମା। ସବୁ ପ୍ରକାର ଆପଣମାନେ ପନିପରିବା ପାଇବେ, ସବୁ ପ୍ରକାର ପନିପରିବା ଯେତିକି ମାନେ ଯେତେ ପନିପରିବା ଅଛି ସବୁ ପନିପରିବାକୁ ନେଇକି ଗୋଟେ ଡାଲମା କରିଥିଲେ, ବାଡ଼ିଆ ଡାଲମା। ଓ ମୋତେ ବହୁତ ବଢ଼ିଆ ଲାଗିଲା। ଆଉ ଯେତେବେଳେ ବାଡ଼ିଆ ଡାଲମା ଯେତେବେଳେ ସେ ଛୁଙ୍କ ଦେଉଥିଲେ ନା, ମୁଁ ଦେଖିକି ମୋ ପାଟିରୁ ପାଣି ଆସିଯାଇଥିଲା। ମୋତେ ସବୁ ବଢ଼ିଆ ଲାଗିଲା। ଆଉ ମୋ ଲାଇଫ୍ରେ କେବେ ମୁଁ ଖାଇନଥିଲି, ମାନେ ଚୁଡ଼ା କଦମ୍ବା ସହିତ ଡାଲମା ମୁଁ କେବେ ଖାଇନଥିଲି। ଆଜି ଖାଇଲି, ସେଥିରେ ମୋତେ ଅମୃତ ଭଳିଆ ଲାଗିଲା, ପୁରା ଅମୃତ। ଓହ, ଆଉ କ'ଣ କହିବି, ମାନେ ଭଲଠୁ ଆଉ କିଛି କହିହେବନି। ଆଉ ଆଜିକାଲିଆ ପିଲା ମାନେ ଏସବୁ ଆଇଟମ୍ରେ ପସନ୍ଦ କରିବେନି, କାହିଁକିନା ଆଜିକାଲିଆ ପିଲାଙ୍କୁ ଦରକାର ଫାଷ୍ଟଫୁଡ଼୍ ଆଇଟମ୍, ଯେମିତି ରୋଲ୍ ଦରକାର, ଚାଉମିନ୍ ଦରକାର, କିନ୍ତୁ ଏ ଆଇଟମ୍କୁ ପସନ୍ଦ ହେବନି। କିନ୍ତୁ ଇଏ ହେଲା ଗୋଟେ ସବୁଦିନ ଖାଇବା ଦ୍ୱାରା ଆଉ ଦେହ ବି ବହୁତ ହେଲ୍ଦି ରହିବ, ଆଉ ବହୁତ ମାନେ ଷ୍ଟାମିନା ବହୁତ ହେବ, ମାନେ ଏଇଟା ଗୋଟେ ପୁଷ୍ଟିକର ଖାଦ୍ୟ। ଖାଇବା ବହୁତ ବଢ଼ିଆ ଲାଗିଲା। ଆପଣମାନେ ଥରେ ଆସନ୍ତୁ, ଥରେ ଟେଷ୍ଟ କରି ନିହାତି ଯାଆନ୍ତୁ। ଆପଣମାନେ ଥରେ ଖାଇବେ ନା, ସତରେ ମାନେ ସବୁଦିନ ଏ ଆଇଟମ୍ଟା ଖାଇବେ, ସବୁଦିନ। ଆଉ ଏ ହୋଟେଲରେ ସବୁଠୁ ଫେମସ୍ ଆଇଟମ୍ ହେଲା ଚୁଡ଼ା କଦମ୍ବା। ମାନେ ଏ ହୋଟେଲ ଆଜିକାଲିକା ହୋଟେଲ ନୁହଁ, ଦୀର୍ଘ 40-50 ବର୍ଷର ପୁରୁଣା ହୋଟେଲ। ଆଉ ଭାଇ ଖାଇବା କଥା କ'ଣ କହିବି, ପୁରା ନମ୍ବର 1 ଖାଇବା, ବହୁତ ବଢ଼ିଆ ଖାଇବା। ଆଉ ଭଲଠୁ ଶବ୍ଦ ଆଉ କ'ଣ ଅଛି। ଆଜିର ଭିଡ଼ିଓ ଆପଣମାନଙ୍କୁ କେମିତି ଲାଗିଲା? ଯଦି ଭଲ ଲାଗି ତ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ, କମେଣ୍ଟ କରନ୍ତୁ, ସବସ୍କ୍ରାଇବ୍ ମଧ୍ୟ କରନ୍ତୁ। କାହିଁକିନା ଆପଣଙ୍କ ଭଲ ପାଇବା ଆଉ ସପୋର୍ଟ ମୋତେ ନିହାତି ଦରକାର। ଆପଣମାନେ ମୋତେ ପୂର୍ବ ଭିଡ଼ିଓରେ ବହୁତ ସାରା ଭଲ ପାଇ ଦେଇଥିଲେ, ବହୁତ ସାରା ସପୋର୍ଟ ମଧ୍ୟ କରିଥିଲେ। ସବୁ ଭିଡ଼ିଓରେ ଏଇଭଳିଆ ଭଲ ପାଇ ଦିଅନ୍ତୁ, ଏଇଭଳିଆ ସପୋର୍ଟ ମଧ୍ୟ କରନ୍ତୁ। ଆଉ ଆପଣମାନେ ମୋତେ ୟୁଟ୍ୟୁବରେ ଯେତିକି ଭଲ ପାଇ ଦେଉଛନ୍ତି ନା, ମୋତେ ଫେସବୁକରେ ସେତିକି ଭଲ ପାଇ ଦିଅନ୍ତୁ, ସେତିକି ମଧ୍ୟ ସପୋର୍ଟ ମଧ୍ୟ କରନ୍ତୁ। ଆଉ ଆପଣମାନେ ଗଛ ଲଗାନ୍ତୁ, ପରିବେଶ ସୁରକ୍ଷିତ ରଖନ୍ତୁ, ଦୁନିଆ ବଞ୍ଚାନ୍ତୁ। ଆଉ ଆପଣମାନେ ସୁସ୍ଥ ରୁହନ୍ତୁ, ଫିଟ୍ ରୁହନ୍ତୁ, ବିନ୍ଦାସ ରୁହନ୍ତୁ। ରହିଲି, ଜୟ ଜଗନ୍ନାଥ। ଦେଖା ହେବା ନେକ୍ସଟ ଭିଡ଼ିଓରେ।